नमस्कार दर्शक बंधु। समीक्षा न्यूज आउ एक स्वतंत्र साक्षात्कार एक नुआ अध्याय को आपको स्वागत करुच्ची मु दुर्गेश महापात्र। आज आम सहित अच्छा साइबर विशेषज्ञ डॉक्टर सागर प्रधान। आज एक विशेष आलोचना आम कार्यक्रम आम करने जाऊँ। से हूँ एक संवेदनशील आलोचना। आपण मैंने जानते जो विगत किसी दिन है साइबर ठकई बढ़िया चलती। ଯେମିତି କି ଆମର ଆପଣ ଜାଣିଥିବେ ୟୁପିଆଇ ପେମେଣ୍ଟ ଠକେଇ ହଉ, ବ୍ୟାଙ୍କ ପେମେଣ୍ଟ ଠକେଇ ହଉ ବା ଆକାଉଣ୍ଟ ଶୂନ ହେଇଯାଉ, ଏମିତି ବହୁତ ରିପୋର୍ଟ ସାଇବର ଥାନାରେ ବଢିବାରେ ଲାଗିଛି। ତ ଏଇ ସବୁ ଜିନିଷ କାହିଁ ବଢୁଛି, ସାଇବର କ୍ରାଇମ ବଢିବା ପଛର କାରଣ କଣ, ଆମେ ତମାମ ଆଲୋଚନା ଆଜି ଡକ୍ଟର ସାଗର ପ୍ରଧାନଙ୍କ ସହିତ କରିବା। ଆମେ ଆଲୋଚନା କରିବା ଯେ ବଢିବାର କାରଣ କଣ ଏବଂ ଏହାର ନିରାକରଣ କିପରି ହେଇପାରିବ। ତେବେ ଡକ୍ଟର ପ୍ରଧାନ ଆପଣଙ୍କୁ ସ୍ୱାଗତ କରୁଛି ଆମ କାର୍ଯ୍ୟକ୍ରମକୁ। ତେବେ କଣ କହିବେ ଯେ ଏଇ ସାଇବର କ୍ରାଇମ ର ମାନେ କଣ ଆଉ କାହିଁକି ଏ କ୍ରାଇମ ଦିନକୁ ଦିନ ବଢିବାରେ ଲାଗିଛି? ଦେଖନ୍ତୁ ଯେକୌଣସି କ୍ରାଇମ ଆପଣ ଯଦି ଦେଖୁଛନ୍ତି ଗୋଟେ ଲ ଠୁ ଅଲଗା, ଯାହା ଲ ଆମକୁ ଡିଫାଇନ କରୁଛି ତାଠୁ ଅଲଗା ଯଦି ଆମେ କିଛି କରୁଛନ୍ତି ବା କେହି ବି କରୁଛି, ସେ ଗୋଟେ କ୍ରାଇମ ର କ୍ୟାଟାଗୋରୀରେ ଆସୁଛି। ସାଇବର କ୍ରାଇମ କହିଲେ ସ୍ପେସିଆଲି ଯାହା ସାଇବର ଇନଷ୍ଟ୍ରୁମେଣ୍ଟ ୟୁଜ ହେଇକି ବା ଇଣ୍ଟରନେଟ ହେଲା, କମ୍ପ୍ୟୁଟର ୟୁଜ ହେଇକି ଯୋଉ କ୍ରାଇମ ଗୁଡା କମିଟ କରାହଉଛି। ଆପଣ ଏବେ ଯେମିତି କହୁଥିଲେ ୟୁପିଆଇ ଫ୍ରଡ ହଉ ବା ହନି ଟ୍ରାପିଂ ହଉ ବା ସୋସିଆଲ ମିଡିଆ ଥ୍ରୁରେ ଠକେଇ ହଉ, ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଫାଙ୍କା ହେଇଯାଉଛି, ବ୍ୟାଙ୍କ ଆକାଉଣ୍ଟ ରୁ ଆପଣଙ୍କର ପଇସା ଫାଙ୍କା ହେଇଯାଉଛି ଯୋଉ କହୁଛନ୍ତି ଆପଣ, ଗୋଟେ ଓଟିପି ଆସୁଛି ଏବଂ ବ୍ୟାଙ୍କ ଯାହା ବି ପଳେଇ ଆମ ଓଟିପି ଥ୍ରୁରେ ଆପଣଙ୍କର ଯୋଉ ଓଟିପି ସେୟାର କରିବା ଥ୍ରୁରେ ହଉ ବା କୌଣସି ଯୋଉ ମନି ଲେଣ୍ଡିଙ୍ଗ ଆପ୍ ଥ୍ରୁରେ ଅନଅଥରାଇଜ୍ଡ ଆକ୍ସେସ ହେଇକି ଆପଣଙ୍କ ଆକାଉଣ୍ଟରୁ କିଛି କିଛି ପଇସା ପଳଉଛି। ତ ଏଇସବୁ ଦ୍ଵାରା ଯୋଉ ଲୋକମାନେ ଯୋଉ ହଇରାଣ ହରକତ ହଉଛନ୍ତି ଆଉ ଏଇ କ୍ରାଇମ ଗୁଡା ଯୋଉମାନେ କରୁଛନ୍ତି ସେମାନଙ୍କୁ କୁହାଯାଉଛି ସାଇବର କ୍ରିମିନାଲ, ଆଉ ଏଇ କ୍ରାଇମ କୁ କୁହାଯାଉଛି ସାଇବର କ୍ରାଇମ। ସାଇବର ତେବେ କାହିଁକି ବଢିବାରେ ଚାଲି ଲାଗିଛି? ଏଇଟା ବଢୁଛି ଏଇଥିପାଇଁ, ଇଣ୍ଟରନେଟ ର ବହୁଳ ବ୍ୟବହାର ଯେତେବେଳେ ଷ୍ଟାର୍ଟ ହେଲା, ଆପଣଙ୍କର ଦେଖିବେ ଜିଓ ଆସିଲା ପରେ ଆପଣ ଇଣ୍ଟରନେଟ ଟା ଲୋକଙ୍କ ପାଖରେ ଇଜିଲି ଆଭେଲେବୁଲ ହେଇଗଲା, କଷ୍ଟ ଅଫ ଇଣ୍ଟରନେଟ କମିଗଲା। ନିଶ୍ଚୟ ତ ଇଣ୍ଟରନେଟ ୟୁଜ ବି ବଢିଲା, ଲୋକମାନେ ଇଣ୍ଟରନେଟ ମୋବାଇଲ ଫୋନ ବେଶୀ ୟୁଜ କଲେ, ଇଣ୍ଟରନେଟ କୁ ବହୁତ କନଜ୍ୟୁମ କଲେ। ଇଣ୍ଟରନେଟ ଯେହେତୁ ଗୋଟେ ବର୍ତ୍ତମାନ ଏମିତି ୱେ ଅଫ କମ୍ୟୁନିକେସନ ହେଇଯାଇଛି ଯେ ସବୁଠୁ ଅଧିକ ଲୋକ କନେକ୍ଟେଡ ବର୍ତ୍ତମାନ ସମୟ ଅଧିକା ଦଉଛନ୍ତି ଇଣ୍ଟରନେଟ କୁ ବା ମୋବାଇଲ ଫୋନ। ନିଶ୍ଚୟ ତେଣୁ କ୍ରିମିନାଲ ମାନେ ବି ସେମିତି ଡିଫରେଣ୍ଟ ଡିଫରେଣ୍ଟ ମିଡିୟମ, ଆଗରୁ ଯେମିତି ଲୋକ ଟ୍ରାଭେଲ କରୁଥିଲେ, ତେଣୁ କ୍ରିମିନାଲ ମାନେ ଗୋଟେ ଡାଇରେକ୍ଟ ଆପ୍ରୋଚ ନଉଥିଲେ, ଏବେ ହାଇଡ ହେଇକି ଇଣ୍ଟରନେଟ ପଛରେ ସେ ଗୋଟେ କ୍ରାଇମ କରିବାକୁ ଚେଷ୍ଟା କରୁଛନ୍ତି। ନିଶ୍ଚୟ ଯେହେତୁ ଇଣ୍ଟରନେଟ ସମସ୍ତେ ଯୋଡି ହେଇକି ଅଛନ୍ତି, ତେଣୁ କ୍ରାଇମ କରିବାଟା ଇଜି ହେଇଯାଉଛି ସେ ଇଣ୍ଟରନେଟ ଥ୍ରୁରେ। ନା ଯେପରି ଆପଣ କହିଲେ କି ଇଣ୍ଟରନେଟ ରେ କ୍ରାଇମ କରିବାଟା ସହଜ ହେଇଯାଉଛି, ଇଜି ହେଇଯାଉଛି, କିନ୍ତୁ ଇଣ୍ଟରନେଟ ବିନା ତ କାମ ଅଚଳ। ଇଣ୍ଟରନେଟ ରେ ସବୁ କାମ ଆଜିକାଲି ହଉଛି, ପାଠ ପଢା କୁହନ୍ତୁ, ଆଫ୍ଟର କୋଭିଡ ଯଦି ଆମେ ଦେଖିବା ତାହେଲେ ଇଣ୍ଟରନେଟ ର ୟୁସେଜ ବହୁତ ବଢିବାରେ ଲାଗିଛି। ତେବେ ଏହାର ସୁପ୍ରଭାବ ଏବଂ କୁପ୍ରଭାବ କେତେ? ଦେଖନ୍ତୁ ଇଣ୍ଟରନେଟ କାହିଁକି ଏବେ ଗୋଟେ ଲୋକଙ୍କୁ, ତାର ସୁପ୍ରଭାବ ନିହାତି ଅଛି, ଇଣ୍ଟରନେଟ ଆସିଛି ବି ସେଥିପାଇଁ। ତା ନିଶ୍ଚୟ ମୋଟୋ ହଉଛି ଲୋକଙ୍କୁ ହେଲ୍ପ କରିବା ପାଇଁ, ଇନଫରମେସନ କୁ ଆପଣଙ୍କ ପାଖରେ ପହଞ୍ଚେଇବା ପାଇଁ, ଆଉ କମ୍ୟୁନିକେସନ ଟାକୁ ଇଜି କରିବା ପାଇଁ। କିନ୍ତୁ ଯେତେବେଳେ ଗୋଟେ ଜିନିଷ ତାର ରେଗୁଲେସନ ପ୍ରପରଲି ନ ହେଇପାରିବ, ତାକୁ ଯଦି ମାନେ ତାର କଣ୍ଟ୍ରୋଲ ନ ରହିବ, ତାହେଲେ କ୍ରିମିନାଲ ମାନେ ତାକୁ ମିସୟୁଜ କରିବେ। ତେଣୁ ଇଣ୍ଟରନେଟ ର ସୁପ୍ରଭାବ ନିହାତି ରହିଛି। ଆପଣ ଏଜୁକେସନ ନିଜେ କହିଲେ, ଇ ଲର୍ନିଂ ହଉ ବା ନିଶ୍ଚୟ ଯେକୌଣସି ଆପଣ ଆଜିକା ଡେଟରେ ଯୋଉ ବି ଇନଫରମେସନ ଚାହୁଁଛନ୍ତି, ଆଗରୁ ବହି ଆପଣଙ୍କୁ ଖୋଜିବାକୁ ପଡୁଥିଲା, କୋଉ ଏକ୍ସପର୍ଟ ପାଖକୁ ଯିବାକୁ ପଡୁଥିଲା ଗୋଟେ ରାୟ ପାଇଁ, ଆପଣ କିଛି ବି ଫାଷ୍ଟ ହ୍ୟାଣ୍ଡ ଇନଫରମେସନ ପାଇଯାଉଛନ୍ତି ଇଣ୍ଟରନେଟ, ନିଶ୍ଚୟ ଯାହା ବି ଆପଣ ଜାଣିବାକୁ ଚାହୁଁଛନ୍ତି। କିନ୍ତୁ ଆଟ ଦ ସେମ ମୋମେଣ୍ଟ ଇଣ୍ଟରନେଟ ଯେହେତୁ ଇଜିଲି ଆକ୍ସେସେବୁଲ, ସମସ୍ତେ ଇଣ୍ଟରନେଟ ର ଜାଲ ଭିତରେ କନେକ୍ଟେଡ, ତେଣୁ ଇଜି ହେଇଯାଉଛି, ତାଙ୍କ ଡାଟା ଟା ଲୋକଙ୍କ ପାଖରେ ଏକ୍ସପୋଜ ହେଇଯାଉଛି। ସମସ୍ତଙ୍କ ପାଖରେ ଆଜିକାଲି ଆଣ୍ଡ୍ରଏଡ ଫୋନ ବା ସ୍ମାର୍ଟଫୋନ। ସମସ୍ତଙ୍କ ପାଖରେ ଆଣ୍ଡ୍ରଏଡ ଫୋନ, ତେଣୁ ଡାଟାଟା କ୍ରିମିନାଲ ମାନଙ୍କ ପାଖରେ ବି ପହଞ୍ଚି ଯାଉଛି, ଆଉ ସେମାନେ ଇଜିଲି ଡାଟା ନେଇକି କ୍ରାଇମ କରୁଛନ୍ତି, କ୍ରାଇମ କରୁଛନ୍ତି। ଫସେଇବାକୁ ଚେଷ୍ଟା କରୁଛନ୍ତି। ଠିକ ଯେପରି ଆପଣ କହିଲେ କି ଇଜିଲି ଆକ୍ସେସିବଲ ହେଇଯାଉଛି ବୋଲି କ୍ରିମିନାଲଙ୍କ ପାଖକୁ ଡାଟା ପଳେଇ ଯାଉଛି। କିନ୍ତୁ ଆପଣ କଣ କହିବେ ଯେ ଏଇ ଯୋଉ ଇଣ୍ଟରନେଟ ରେ ଆମର ପ୍ରାଇଭେସି ଯୋଉ ଜିନିଷଟାକୁ ହ୍ୟାମ୍ପର ହଉଛି, କାରଣ ସମସ୍ତଙ୍କ ପାଖରେ ଲାପଟପ, ସମସ୍ତଙ୍କ ପାଖରେ ଗ୍ୟାଜେଟ, ଟ୍ୟାବ, ସ୍ମାର୍ଟଫୋନ ରହୁଛି, କେତେ ସୁରକ୍ଷିତ ଆମ ପ୍ରାଇଭେସି? ପ୍ରାଇଭେସି ତ ନିହାତି ଭାବେ ବର୍ତ୍ତମାନ ଆପଣ ଯଦି ଦେଖିବେ, ପ୍ରାଇଭେଟ ଆଉ ବିଶେଷ କିଛି ନାହିଁ। ଆପଣଙ୍କ ଲାଇଫ ରେ ଯାହା ହଉଛି, ଆପଣ ଯଦି ଆଜି ଗୋଟେ ଆମାଜନରେ ଛୋଟ ଗୋଟେ କିଛି ଜିନିଷ ସର୍ଚ୍ଚ କରୁଛନ୍ତି କି ଫ୍ଲିପକାର୍ଟରେ ସର୍ଚ୍ଚ କରୁଛନ୍ତି, ସେଇ ସେମ ଜିନିଷର ଆଡଭର୍ଟାଇଜମେଣ୍ଟ ଆପଣଙ୍କୁ ଫେସବୁକ୍, ଟ୍ୱିଟର ବା ଇନଷ୍ଟାଗ୍ରାମ ରେ ଦେଖଉଛି।
ସେ କେମିତି ଜାଣୁଛି ଆପଣ ଏଇଟା ସର୍ଚ୍ଚ କଲେ ବୋଲି ବା ସର୍ଚ୍ଚ ଆପଣ ଇଞ୍ଜିନ ଅପ୍ଟିମାଇଜେସନ ବୋଲି କିଛି ଯାହା ଯାହା କଥା ବି ହଉଛନ୍ତି ଏ ସବୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରୋଗ୍ରାମ ର କାମ, ଯାହାକି ଆପଣଙ୍କ ମାଇକ୍ରୋଫୋନ ଆକ୍ସେସ ଆପଣ କୋଉ କୋଉ ଆପ୍ କୁ ଦେଇ ଦେଇଛନ୍ତି। ନିଶ୍ଚୟ ଆପଣ ସବୁ ଜିନିଷ ଜାଣିନାହାନ୍ତି ନା, ଆପଣ କଣ ଦଉଛନ୍ତି ସେ ଆକ୍ସେସ ଫଳରେ କଣ ହବ। ଆପଣଙ୍କର ଗ୍ୟାଲେରୀକୁ ଆକ୍ସେସ କରୁଥିବା ଆପ୍ଲିକେସନ ଚାହିଁଲେ ଆପଣଙ୍କ ଗ୍ୟାଲେରୀର ସବୁ ଡାଟା ନେଇଯାଇ ପାରିବ। କି ଆପଣଙ୍କର ପରମିସନ ଆପଣ କଣ ଦେଇଛନ୍ତି, ରିଡ୍ ରାଇଟ୍ ପରମିସନ ଦେଇଛନ୍ତି କି ଆପଣଙ୍କ ମାଇକ୍ ଥ୍ରୁରେ ଜଣେ ଚାହିଁଲେ ଆପଣଙ୍କୁ ସବୁ କୁହାହଉଛି ଇଣ୍ଟରନେଟ ଗୋଟେ ସବୁ ସମୟରେ ଆପଣଙ୍କୁ ୱାଚ୍ କରୁଛି। ଇଣ୍ଟରନେଟ ରେ ବିଭିନ୍ନ ଯୋଉ ବଡ ବଡ କମ୍ପାନୀ ମେଟା ଭଳିଆ କମ୍ପାନୀ ଯୋଉଟା ଫେସବୁକ୍ କୁ ରନ୍ କରୁଛି, ଇନଷ୍ଟାଗ୍ରାମ କୁ ରନ୍ କରୁଛି, ହ୍ୱାଟ୍ସଆପ୍ କୁ ରନ୍ କରୁଛି, ସେଇଭଳିଆ କମ୍ପାନୀ ଗୁଡା କୁହାହଉଛି ଯେ ଆମ ଲାଇଫ କୁ ଏବେ କଣ୍ଟ୍ରୋଲ କରିବା ଧୀରେ ଧୀରେ ଷ୍ଟାର୍ଟ କଲାଣି। କରିବି। କାହିଁକି ନା ଆପଣଙ୍କୁ ଯାହା ଦରକାର ସେମାନେ ଜାଣିପାରୁଛନ୍ତି। ଆପଣଙ୍କ ଡିସ୍କସନ, ଆପଣଙ୍କର ସର୍ଚ୍ଚ, ଆପଣଙ୍କ ବିହେଭିୟର ଷ୍ଟଡି କରିକି ଇଣ୍ଟରନେଟରେ କୋଉ ଟାଇପ ର କଣ୍ଟେଣ୍ଟ ଆପଣ ଦେଖୁଛନ୍ତି। ଆପଣ ଯଦି ଦେଖିବେ ୟୁଟ୍ୟୁବ ରେ ଆପଣ ଯୋଉ ଟାଇପ ର କଣ୍ଟେଣ୍ଟ ସର୍ଚ୍ଚ କରିବେ ସେଇ ଟାଇପ ର ସଜେସନ ସେ ଆପଣଙ୍କୁ ବାରମ୍ବାର ଆମକୁ ସେଇ ଟାଇପ ର ସେଇ କଣ୍ଟେଣ୍ଟ ଟାଇପ ର ସଜେସନ ଦବ। ତ ଏ ସବୁ ଜିନିଷ ଧୀରେ ଧୀରେ ଆପଣ ସେଇ ଟାଇପ ର ଜିନିଷ ଦେଖିଲେ। ଆପଣ ଯଦି ଗୋଟେ ସ୍କୁଲ ବିଷୟରେ ସର୍ଚ୍ଚ କରିବେ ସ୍କୁଲର ଆଡଭର୍ଟାଇଜମେଣ୍ଟ ଆସିଯିବ। ଆପଣ ଯଦି ଗୋଟେ କୌଣସି ପର୍ଟିକୁଲାର ଇଲେକ୍ଟ୍ରୋନିକ ଗ୍ୟାଜେଟ ବିଷୟରେ ସର୍ଚ୍ଚ କରିବେ ତାର ଆଡଭର୍ଟାଇଜମେଣ୍ଟ ଆସିଯାଉଛି। ନିଶ୍ଚୟ ତେଣୁ ଆପଣଙ୍କୁ ଧୀରେ 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 ଗୋଟେ ମାନେ ଗୋଟେ ଆପଣ ଯଦି ଦେଖିବେ ଗୋଟେ ଭର୍ଚୁଆଲ ସ୍ପିୟର ଭିତରେ କଣ୍ଟ୍ରୋଲ କରାହଉଛି। ମାନେ ଆମେ କହିପାରିବା କି ଲୋକ ଧୀରେ ଧୀରେ ଫସି ଯାଉଛନ୍ତି ୟା ଭିତରେ, ମାନେ ବାଧ୍ୟ ବାଧକତାରେ ଫସୁଛନ୍ତି କିମ୍ବା ବାଧ୍ୟବାଧକତା ତ ନୁହେଁ, କାରଣ ଆପଣ ଏମିତି ନାହିଁ ତ ଇଣ୍ଟରନେଟ ବିନା ଆପଣ ଲାଇଫ ଜି ପାରିବେନି ଏଇଟା ତ ନୁହେଁ। କିନ୍ତୁ ଯେହେତୁ ଲୋକ ଇଣ୍ଟରନେଟ ର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି, ତା ସହିତ କୌଣସି ବି ଜିନିଷ ଗୋଟେ ଆପଣ ବେନିଫିଟ ଦେଲେ ତାର କିଛିଟା ରହିବ ଡିମେରିଟ। ନିଶ୍ଚୟ ତାର ଡିମେରିଟ ହେଲା ଏଇଗୁଡା। ଆପଣ ଯଦି ଟିକେ ସେତିକି ସଚେତନ ହେବେ, ଆପଣ ଜାଣିବେ ଯେ ମୁଁ କଣ ଇନଷ୍ଟଲ କରୁଛି ମୋ ଫୋନରେ ବା କାହା ସହିତ କଥା ହଉଛି, ମୁଁ କାହାକୁ ଓଟିପି ସେୟାର କରୁଛି, ସେ କଣ ପାଇଁ ମାଗୁଛି ଏ ଜିନିଷ ମତେ। ତେଣୁ ବେସିକ କିଛି ଚେକ୍ସ ଯଦି ଆପଣ ରଖିବେ ପ୍ରତ୍ୟେକ ଜିନିଷରେ, ତାହେଲେ ଆପଣ ସିକ୍ୟୋର ବୋଲି ଆପଣ ନିଜକୁ ଭାବିବେ। ଆପଣ ଫସିବେନି ଇଣ୍ଟରନେଟ ର ଜାଲରେ। ଆଉ ଯୋଉ ଇନଫରମେସନ ଆପଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଥ୍ରୁରେ ହଉ ବା ଅନ୍ୟାନ୍ୟ ଥ୍ରୁରେ ଆପଣଙ୍କର ଡାଟା ପଳଉଛି, ସେ ଜିନିଷକୁ କଣ୍ଟ୍ରୋଲ କରିବା ପାଇଁ ବା ସେଇ ଜିନିଷକୁ ରେଗୁଲେଟ କରିବା ପାଇଁ ଗଭର୍ଣମେଣ୍ଟକୁ ବି ଆହୁରି ଷ୍ଟ୍ରଙ୍ଗ ପଲିସି ଆଣିବାକୁ ପଡିବ। ସାଇବର କ୍ରାଇମ ଡିପାର୍ଟମେଣ୍ଟକୁ ଆହୁରି ଷ୍ଟ୍ରଙ୍ଗଲି କାମ କରିବାକୁ ପଡିବ। କୋଉଠି ବି ଦେଖନ୍ତୁ ଆପଣ ଯଦି ଏବେ ଦେଖିବେ ଏମଏମଏସ୍ ହେଲା ବା ଅନ୍ୟାନ୍ୟ ଲିକ୍ ହେଇଯାଉଛି। ଜିନିଷ ଲିକ୍ ହଉଛି, ଯାହା ଫଳରେ କି ସୋସିଆଲ ଇମେଜ ଖରାପ ହଉଛି, ଆଉ ବହୁତ ଲୋକ ସୁଇସାଇଡ କରିଦଉଛନ୍ତି। ତ ତାକୁ ବ୍ଲକ କରିବାକୁ ଚାହିଁଲେ ଆପଣଙ୍କ ପାଖରେ ଏବେ ସେତିକି ଇଫେକ୍ଟିଭ ସିଷ୍ଟମ ନାହିଁ ଯେ କି ଇମିଡିଏଟଲି ବ୍ଲକ କରିଦେଇପାରିବେ। ଆପଣ ଯିବେ ସାଇବର କ୍ରାଇମରେ ତାକୁ ରେଜିଷ୍ଟର କରାଇବେ, ତାପରେ ସେମାନେ ଆକ୍ସନ ନେବେ, ବହୁତ ଟାଇମ ଟେକିଂ। ତ ଆପଣଙ୍କୁ ସାଇବର ଯେହେତୁ ଏବେ ଜମାନା ହଉଛି ଇଣ୍ଟରନେଟର, ତେଣୁ ଆପଣଙ୍କୁ ଆକର୍ଡିଙ୍ଗଲି ଗଭର୍ଣମେଣ୍ଟ କୁ ହଉ ବା ପବ୍ଲିକ କୁ ହଉ ସେତିକି ସାଇବର ନିଜର ନଲେଜ ଟାକୁ ସାଇବର ଏରିଆ ଉପରେ ବଢେଇବାକୁ ପଡିବ। ଗୋଟେ ସାଇବର ଆୱାରନେସ ତିଆରି କରିବାକୁ ପଡିବ ନିଶ୍ଚୟ ଯେ ମୁଁ କଣ କଲେ ଠିକ, କଣ କଲେ ଭୁଲ, ମୁଁ କେମିତି ଭାବରେ ଇଣ୍ଟରନେଟକୁ ୟୁଜ କରିବି। ଏ ସବୁ ଜିନିଷର ଗୋଟେ ବେସିକ ଶିକ୍ଷା ଆପଣଙ୍କୁ ଦବାକୁ ପଡିବ ଆଜ ଏ ନିଶ୍ଚୟ ସ୍କୁଲ ଡକ୍ଟର ଲେଭେଲ। ପ୍ରଧାନ, ମୋର ଗୋଟେ ପ୍ରଶ୍ନ ଆସୁଛି ମନକୁ, ଯେମିତି କି ଟେଲିକମ ଇଣ୍ଡଷ୍ଟ୍ରିକୁ ରେଗୁଲେଟ କରିବା ପାଇଁ ଟ୍ରାଇ ଅଛି, ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ, ସେମିତି ଇଣ୍ଟରନେଟକୁ ରେଗୁଲେଟ କରିବା ପାଇଁ ସେମିତି କିଛି ଡିପାର୍ଟମେଣ୍ଟ ଅଛି କି? କାରଣ ଆମେ ଦେଖୁଛୁ ଯେ ୟୁଟ୍ୟୁବରେ ସରକାର, ଭାରତ ସରକାରଙ୍କ ତରଫରୁ ଅନେକ ଚ୍ୟାନେଲକୁ ବ୍ୟାନ୍ କରାହଉଛି, ଯୋଉମାନେ ସୀମା ଅତିକ୍ରମ କରୁଛନ୍ତି ବା ଲିମିଟ କ୍ରସ କରିକି କଣ୍ଟେଣ୍ଟ ଛାଡୁଛନ୍ତି। ତା ଉପରେ କଣ ଦେଖନ୍ତୁ ସରକାରଙ୍କର ଅଛି? ଆପଣଙ୍କର ମିନିଷ୍ଟ୍ରି ଯୋଉ ମୈତ୍ରୀ ରହିଛି, ଆଜ୍ଞା ତାର ବିଭିନ୍ନ ପ୍ରକାର ଆପଣଙ୍କର ରେଗୁଲେଟରୀ ବଡି ଅଛି। ସେଇ ଟ୍ରାଇ ବି ବିଭିନ୍ନ ଜିନିଷ ଆପଣଙ୍କର ଟେଲିକମ, କାରଣ ଇଣ୍ଟରନେଟ କମ୍ସ ୱିଥ ଟେଲିକମ, ଆଜ୍ଞା ଟେଲିକମ ଥ୍ରୁରେ ହିଁ ଇଣ୍ଟରନେଟ ଆମକୁ ମିଳୁଛି, 5G ହଉ 4G ହଉ। ତ ସେ ଟ୍ରାଇ ବି ବହୁତ ଜିନିଷ ଆଣୁଛି ରେଗୁଲେଟରୀ ଆପଣଙ୍କର ଯୋଉଟା ଅନନୋନ ସିମ୍, ଯାହାର ଡକୁମେଣ୍ଟ ଠିକ ନାହିଁ, କେୱାଇସି, ଏସବୁ ଜିନିଷ ଫଳରେ ଆମେ ଧୀରେ ଧୀରେ ଆଧାରକୁ କନେକ୍ଟ କରାହଉଛି, ସବୁ ମୋବାଇଲ ଫୋନ ସହିତ କେୱାଇସି କରାହଉଛି। କାରଣ ଯେମିତି ସେଇ ଜିନିଷ ଗୁଡା ଆପଣଙ୍କର ରେଗୁଲେଟରୀ ହିସାବରେ କଣ୍ଟ୍ରୋଲ ହେଇପାରିବ, ଆଉ କୌଣସି ବି ଇନଫରମେସନ ଟା ଲିକେଜ ନହବ। ନିଶ୍ଚୟ କିନ୍ତୁ ଇଏ ଆହୁରି ବ୍ୟାପକ ହବାକୁ ପଡିବ, ବଢେଇବାକୁ ପଡିବ, ଯାହା ଫଳରେ ଆପଣଙ୍କର ଏବେ ବି ସିମ୍ ଫେକ୍ ସିମ୍ ଅଛି। ଆପଣ ଯୋଉ ଶୁଣୁଛନ୍ତି ସିମ୍ ଆମେ ବକ୍ସ। ଏବେ ସବୁ ରିସେଣ୍ଟଲି ସିମ୍ ବକ୍ସ ଦୁର୍ନୀତି ଧରା ପଡିଥିଲା, ବାଂଲାଦେଶ ଲିଙ୍କ ବା ପାକିସ୍ତାନ ଲିଙ୍କ ଆସିଥିଲା, ସେ କଣ ଆଉ ଦେଖନ୍ତୁ 2 ଜଣ ଧରା ପଡିଥିଲେ, ରାଜୁ ମଣ୍ଡଳ ଆଉ ପୁଲିସ। ଜମାନ ହଁ ଗୋଟେ ବାଂଲାଦେଶରୁ। ଆକ୍ଚୁଆଲି ଦେଖନ୍ତୁ ସିମ୍ ବକ୍ସ ମାନେ ଆପଣଙ୍କୁ ଯଦି ଗୋଟେ ଇଣ୍ଟରନ୍ୟାସନାଲ କଲ୍ ଆସେ, ତାହେଲେ ଆପଣ ସେନ୍ସିଟିଭ ହେଇଯିବେ। ଆମ କହିବେ କଣ ଇଣ୍ଟରନ୍ୟାସନାଲ କଲ୍ ଟେ ଆସୁଛି, କାଳେ ମୁଁ ଫ୍ରଡ ର ଶିକାର ହେବି କି? ହଁ ଆପଣ ମାଇଣ୍ଡ ସେମିତି ଗୋଟେ କସିୟସ ହେଇଯିବ ଯେ ଇଣ୍ଟରନ୍ୟାସନାଲ କଲ୍ ଟା ମୁଁ ନେବେନି। ଯଦି ଆପଣଙ୍କୁ କେମିତି ଲୋକାଲ ନମ୍ବରରୁ ଗୋଟେ କଲ୍ ଆସିବ, ହୁଁ ତାହେଲେ ଆପଣ ତାକୁ ଭାବିବେ ଯେ ହଁ ଲୋକାଲ ନମ୍ବର ଟା ଦେଖିବା,
ମାନେ ଆପଣ ଗୋଟେ ଟ୍ରାଏ ନେବେ। ହଁ ତେଣୁ ଇଣ୍ଟରନ୍ୟାସନାଲ କ୍ରିମିନାଲ ମାନେ ବେସିକାଲି ଆପଣଙ୍କର ଯୋଉମାନେ ହିନ୍ଦୀ ସ୍ପିକିଂ କଣ୍ଟ୍ରିରେ ଅଛନ୍ତି, ଯୋଉଠି ବାଂଲାଦେଶ ହେଲା, ପାକିସ୍ତାନ ହେଲା ବା ନେପାଳ, ଭୁଟାନ, ଏଇଠି ବସିକି ବେଶୀ ଦେଖିବା ଆପଣ ବାଂଲାଦେଶ ଆଉ ପାକିସ୍ତାନ ହଉଛି କଲ ଗୁଡା ସେଠୁ ଇନିସିଏଟ ହଉଛି। ହଁ ଏଠି ଲୋକାଲ ଅପରେଟର ର ସିମ୍, ଗୋଟେ ସିମ୍ ବକ୍ସ ହେଲା ଗୋଟେ ମଲ୍ଟିପୁଲ ସିମ୍ ର ଗୋଟେ ବକ୍ସ, ଯୋଉଠି କି ଆପଣ ରାଉଟିଂ ହେଇକି ଇଣ୍ଟରନ୍ୟାସନାଲ କଲ ଇଣ୍ଟରସେପ୍ଟ ହବ ଆଉ ରାଉଟ ହେଇକି ଗୋଟେ ଲୋକାଲ ଅପରେଟର ଥ୍ରୁରେ ଲୋକାଲ ମୋବାଇଲ କୁ ଗୋଟେ ତାର ଯେ ରେସିପିଏଣ୍ଟ ତାକୁ କଲ୍ ଟା ଯିବ। ତେଣୁ ଏଇ ଯୋଉ ଟେକ୍ନୋଲୋଜି ୟୁଜ କରିକି, ଯୋଉଟା ଭଏସ ଓଭର ଇଣ୍ଟରନେଟ ଟେକ୍ନୋଲୋଜି, ଭଏସ ଟେକ୍ନୋଲୋଜି, ସେମାନେ ଏଇ ଫ୍ରଡ ଟାକୁ କରୁଛନ୍ତି, ସିମ୍ ବକ୍ସ ଫ୍ରଡ। ତ ତାଙ୍କ ଟାର୍ଗେଟ କଣ ରହୁଛି ନା ଇଣ୍ଟରନ୍ୟାସନାଲି କିଛି ଗୋଟେ, ଆପଣ ଦେଖିବେ ଏବେ ବହୁତ ସାରା କଲ୍ ଆସୁଛି ଯୋଉ ଓଟିପି ମାଗୁଛନ୍ତି ବା ଆପଣଙ୍କର କହୁଛନ୍ତି ଯେ ପର୍ଟିକୁଲାର ଏଇ ଅପସନ ମାରନ୍ତୁ, ଯାହା ଦ୍ୱାରା ଆପଣଙ୍କର କଲ୍ ବି ଫରୱାର୍ଡ ହେଇଯାଉଛି, ନିଶ୍ଚୟ ମେସେଜ ପଳଉଛି। ତ ସେମାନେ କଣ କରୁଛନ୍ତି ନା ଆପଣଙ୍କର ଡେଟା ଆଉ ଆପଣଙ୍କ ସହିତ ବିଭିନ୍ନ ପ୍ରକାର ଫ୍ରଡ, ହନି ଟ୍ରାପ, ଆପଣଙ୍କର ବିଭିନ୍ନ ମାନେ ଇନଫରମେସନ କୁ, ଡାଟାକୁ ଚୋରେଇକି ନେଇକି ବିକିବା, ଆପଣଙ୍କ କ୍ରେଡିଟ କାର୍ଡ ଇନଫରମେସନ, ଓଟିପି, ଆପଣଙ୍କ ଫୋନ ଆକ୍ସେସ, ଡେଟା, ଏ ସବୁ ଉପରେ ଟାର୍ଗେଟ କରି ବିଭିନ୍ନ ପ୍ରକାର କ୍ରାଇମ କରୁଛନ୍ତି। ମେସେଜ ଆସୁଛି ଆପଣଙ୍କୁ, ଆପଣ ଲକି ଡ୍ର ଜିତି ଯାଇଛନ୍ତି, ଆପଣଙ୍କୁ ଏତିକି ପଇସା ମିଳିବ, ଆପଣ ଏଇ ଲିଙ୍କ ଉପରେ କ୍ଲିକ କରନ୍ତୁ, ଯାହା ଫଳରେ ସେମାନେ ଅନଅଥରାଇଜ ଆକ୍ସେସ କରିକି ଆପଣଙ୍କ ଫୋନକୁ ଆପଣଙ୍କ ଡାଟା ନେଇଯାଉଛନ୍ତି। ଆଚ୍ଛା, ମାନେ ତ ପ୍ରାଇଭେଟ ଡାଟା ଆମର ଫୋନରୁ ସେମାନେ ନେଇଯାଉଛନ୍ତି। ନେଇଯାଉଛନ୍ତି। ଏବେ ଯୋଉଟା ରିସେଣ୍ଟ ଧରା ପଡିଛି ସେଇଟା ଗୋଟେ ଜମାନ, ଯୋଉ ଅବ୍ଦୁଲ ଜମାନ ରହିଛି, ସେ ବାଂଲାଦେଶର ସେ ଯୋଉ ଯୁବକ, ସିଏ ଗୋଟେ କମ୍ପାନୀ କରିଛି ଏଠି ଆମର ଲୋକାଲି, ସେ ରାଜମଣ୍ଡଳକୁ ହାୟାର କରିଛି। ରାଜମଣ୍ଡଳ ହୁଏତ ସେ ପୁରା କନସେପ୍ଟ ବୁଝିନି, ବଟ କିଛି ତାକୁ ଦେଇଛି ସିମ୍ ବକ୍ସ ନେଇକି ଇନଷ୍ଟଲ କର, ଯାହା ଥ୍ରୁରେ ସେ ସେଠୁ ଅପରେଟ କରୁଛି, ଏଠି କିଛି ଲୋକଙ୍କୁ ଠକେଇ କରୁଛି। ଆପଣ ଦେଖିବେ ଏବେ ଗୋଟେ ନର୍ମାଲ ହେଇଗଲାଣି, ଆପଣ ଟେଲିଗ୍ରାମ ରେ ବା ହ୍ୱାଟ୍ସଆପ ଥ୍ରୁରେ ଆପଣଙ୍କୁ ଗୋଟେ ମେସେଜ ଆସୁଛି ଯେ ଆପଣ ପର୍ଟିକୁଲାର ଏଇ ରେଷ୍ଟୁରାଣ୍ଟ ବା ଏଇ କ୍ୟାଫେ କାହାକୁ ଗୋଟେ ରେଟିଂ କରନ୍ତୁ 5 ଷ୍ଟାର, ଆପଣଙ୍କୁ ପର ରେଟିଂ 50 ଟଙ୍କା, 30 ଟଙ୍କା ଏମିତି ମିଳିବ। ମିଳିବ। ତ ଆପଣ କଣ କରୁଛନ୍ତି ନା, ଯାଇକି ଦେଇକି ଆପଣ ତାଙ୍କୁ ସ୍କ୍ରିନସଟ ପଠାଉଛନ୍ତି, ଯାହାଫଳରେ ସିଏ ଆପଣ ଟେଲିଗ୍ରାମର ଗୋଟେ ଗ୍ରୁପରେ ଆଡ କରିଦଉଛନ୍ତି। ଆପଣ ଟେଲିଗ୍ରାମର ସେ ଗ୍ରୁପରେ ଆଡ ହେଲା ପରେ ଆପଣଙ୍କୁ ଏକ୍ସଟ୍ରା ଟାସ୍କ ଆସୁଛି ସବୁ, ହଁ ଆଉ ଗୋଟେ ରେଷ୍ଟୁରାଣ୍ଟ ବା ଆଉ ଗୋଟେ କଲେଜ, ଏକୁ ସବୁ 5 ଷ୍ଟାର ରେଟିଂ ଦିଅନ୍ତୁ, ଭଲ କମେଣ୍ଟ ଦିଅନ୍ତୁ। ଆପଣଙ୍କୁ ଲାଗିବ ଏଇଟା ଗୋଟେ ନର୍ମାଲ ସୋସିଆଲ ମିଡିଆ ମାର୍କେଟିଂ, କିନ୍ତୁ ଏଟା ନର୍ମାଲ ସୋସିଆଲ ହଁ, ମିଡିଆ ଆଜିକାଲି ମାର୍କେଟିଂ। ମୁଁ ଏଇଟା ଆଡ କରିବାକୁ ଚାହିଁବି, ପେପର ବି, ଟିଭିରେ ବି ହୁଅନ୍ତୁ, ପେପରରେ ବି ହୁଅନ୍ତୁ, ଫେସବୁକରେ ହଉ, ସୋସିଆଲ ମିଡିଆରେ ଆଡ ଆସୁଛି କି ଆପଣ ଘରେ ବସିକି ଟଙ୍କା ରୋଜଗାର କରିପାରିବେ କେବଳ ରେଟିଂ ଦେଇକି। ଏଇଟା ଲୋଭନୀୟ ଅଫର, ଏଗୁଡା ସବୁ ଏମିତି କେବେ ହୁଏନି। ହଁ ମାନେ ଆପଣଙ୍କୁ ଏତେ ଇଜି ନୁହେଁ ମାନେ ଆପଣଙ୍କର ଇନକମ କରିବା। ଲୋକମାନଙ୍କୁ କେମିତି ଲୋଭନୀୟ ଅଫର ଦେଇ ଗେମ୍, ଗ୍ୟାମ୍ବଲିଂ, ଆପଣଙ୍କର ଅପସନ ଟ୍ରେଡିଂ, କେତେ ପ୍ରକାର ବାଟ, ତାମାନେ ଲୋକଙ୍କୁ ଲୋଭ ଦେଖାନ୍ତୁ ଆପଣ, ଲୋକ ଫସିଯିବେ। 10 ଜଣଙ୍କୁ ଟାର୍ଗେଟ କରିବେ, ଜଣେ ତ ଫସିବେ, ସେ ନିଶ୍ଚୟ। ଜଣଙ୍କୁ ସେମାନେ ତାଙ୍କ ଆକାଉଣ୍ଟ ଖାଲି କରିଦେବେ। ତେଣୁ ତାଙ୍କ ଟାର୍ଗେଟ ରହୁଛନ୍ତି ଯୋଉମାନେ ମିସ୍ ଇନଫର୍ମ, ତାଙ୍କର ଇନଫର୍ମେସନ ଠିକ ନାହିଁ, ଯେ ଜାଣିନାହାନ୍ତି, ଯେ ନ୍ୟୁ ୟୁଜର, ତାଙ୍କୁ ଗେମ୍ ଇନ୍ ଆପ୍ ପରଚେଜ ବିଭିନ୍ନ, ଆପଣ ଦେଖନ୍ତୁ ଏବେ ୟୁଥ ଯୁବପିଢି ରହିଛି, ସେ ପୁରା ଗେମ ର କବଳରେ। ନିଶ୍ଚୟ ଅଧିକାଂଶ ପିଲା ଗେମ୍ ଖେଳୁଛନ୍ତି, ଆଉ ବହୁତ ଜାଗାରେ ମୁଁ ଦେଖିଛି ରିପୋର୍ଟ ହୁଏ ଇନସିଡେଣ୍ଟ, ଯେ ଗେମ୍ ଖେଳିକି ଏତେ ଟଙ୍କା ସେମାନେ କ୍ରେଡିଟ କାର୍ଡ ରୁ କାଟିକି ଇନ୍ ଆପ୍ ପରଚେଜ କରୁଛନ୍ତି। ଇନ୍ ଆପ୍ ପରଚେଜ ମାନେ ସେ ଗେମ ରେ କିଛି ଗୋଟେ ଏକ୍ସଟ୍ରା ଅପସନ ବାୟ କରିବା ପାଇଁ, ଲାଇଫ ବାୟ କରିବା ପାଇଁ ଆପଣ ଯଦି କିଛି ପଇସା ସ୍ପେଣ୍ଡ କରୁଛନ୍ତି, ସେଇ ଗେମ୍ ଭିତରେ ଗୋଟେ ଥିମ୍ ବାୟ କରିବା ପାଇଁ, ଗୋଟେ ୱିପନ ବାୟ କରିବା ପାଇଁ, ତ ବିଭିନ୍ନ ପ୍ରକାର ଗେମିଂ ରେ ସେ ସବୁ ଅପସନ ଅଛି। ଆଉ ବହୁତ ପିଲା ଗୁଡା ୟୁଜ କରିକି ଲକ୍ଷ ଲକ୍ଷ ଟଙ୍କା ସାରୁଛନ୍ତି। ନିଶ୍ଚୟ। ତେଣୁ ଆଉ ଗୋଟେ ମହତ୍ୱପୂର୍ଣ୍ଣ ପ୍ରଶ୍ନ ରହିବ ଯେ ଏଇ ସାଇବର ଠକେଇ ଭିତରେ ସବୁଠୁ ମାନେ ମହତ୍ୱପୂର୍ଣ୍ଣ, ମାନେ ଯୋଉ ଠକେଇ ଯୋଉଟା କି ପୁଲିସର ମୁଣ୍ଡ ବିନ୍ଧାର କାରଣ ହେଇଛି, ସେ ହଉଛି ହନି ଟ୍ରାପ ଆଉ ସେକ୍ସଟୋର୍ସନ। ହନି ଟ୍ରାପ ସେକ୍ସଟୋର୍ସନ ଭିତରେ କଣ ଫରକ? ଦେଖନ୍ତୁ, ଆଗରୁ କଣ ହଉଥିଲା ନା ସାଇବର କ୍ରିମିନାଲ ମାନେ ଟାର୍ଗେଟ କରୁଥିଲେ ସାଧାରଣ ପବ୍ଲିକ କୁ ଡାଟା ଲିକ୍ କରିକି, ସେ ଡାଟା ନେଇକି ବା ବ୍ୟାଙ୍କ ଫ୍ରଡ କରିକି ସେ ଡାଟାକୁ ବିକିବା ବା ବ୍ୟାଙ୍କ ଫ୍ରଡ ଥ୍ରୁରେ ତାଙ୍କ ଆକାଉଣ୍ଟରୁ ପଇସା ନେବା। ହଁ ବଟ ଏଇଟା ଗୋଟେ ଲିମିଟେଡ, ସମସ୍ତେ ସ୍ମାର୍ଟଫୋନ ୟୁଜ କରୁନାହାନ୍ତି ବା ବ୍ୟାଙ୍କିଙ୍ଗ ଆପ୍ ଟାକୁ ସ୍ମାର୍ଟଫୋନ ୟୁଜ କରୁନାହାନ୍ତି, ଆଚ୍ଛା ବା ଏଇଟା ଗୋଟେ ଲିମିଟେଡ ମାର୍କେଟ। ଆଉ ଆର ଆୱାରନେସ ବି ଧୀରେ ଧୀରେ ବଢିଲାଣି। ବିଭିନ୍ନ ବ୍ୟାଙ୍କ ତାଙ୍କ କଷ୍ଟମରକୁ କହୁଛନ୍ତି ଆପଣ କୌଣସି ଓଟିପି ଦିଅନ୍ତୁ ନାହିଁ, କୌଣସି କଲ କୁ କିଛି ଇନଫର୍ମେସନ ସେୟାର କରନ୍ତୁନି। ତେଣୁ ଲୋକ ଧୀରେ ଧୀରେ ଏଥିରେ ଫସିବା କମିଲା ଯେମିତି, ତେଣୁ ଗୋଟେ ନୂଆ ବାଟ ବାହାର କଲେ ହନି ଟ୍ରାପ। ହନି ଆଉ ଟ୍ରାପ। ହନି ଟ୍ରାପ ହେଲା କଣ, ଆପଣ ଦେଖିବେ ବିଭିନ୍ନ ସମୟରେ ଆମର ଯୋଉ ଭାରତର ବିଭିନ୍ନ ଗବେଷଣା ସଂସ୍ଥା, ଗଭର୍ଣମେଣ୍ଟର ସବୁ ସିକ୍ରେଟ ଏଜେନ୍ସିର
लोक डिफेन्स रो लोक डीआरडीओ जोटा हमरो रही फैक्ट्री तार लोक विभिन्न समय पाकिस्तान रो अन्य बाहर कंट्री रू किछि झियो माने सेମାନଙ୍କୁ हायर करा होची सेन प्रोफेशनल ସେମାନେ ଆଙ୍କ ସହିତ କଥା ହେଇ ଧୀରେ ଧୀରେ ଆଙ୍କୁ ଟ୍ରାପ୍ କରିକି ଇନଫର୍ମେସନ ନଉଛନ୍ତି ପଇସାର ଲାଳସା ଦେଖେଇ ବା କୌଣସି ରିଲେସନସିପ ରଖିବାର ଲାଳସା ଦେଖେଇ ସେ ଇନଫର୍ମେସନ ନେଇଯାଉଛି। ଏମିତି ବି ଶୁଣାଯାଏ କି ସେମାନେ ଭିଡିଓ କଲ୍ କରୁଛନ୍ତି ଆଉ ଭିଡିଓ କଲ୍ ସ୍କ୍ରିନଶଟ କୁ ନେଇକି ବ୍ଲାକମେଲ ହଁ କରିବା ସେଇଟା କହିଲେ ଆପଣ ଯୋଉ ସେକ୍ସଟୋର୍ସନ ସେକ୍ସ ଆପଣଙ୍କୁ ଗୋଟେ ଭିଡିଓ କଲ୍ ଆସିଲା ଆପଣ ଭିଡିଓ କଲ୍ ଟା ଉଠେଇ ନେଲେ ସେ ସାମ୍ନା ପଟରୁ ସେ ଲୋକଟା ସେ ଯୋଉ ଝିଅଟି କି ଯାହାକୁ ସେମାନେ ୟୁଜ କରିବେ ବା କୌଣସି ଭିଡିଓ ବି ୟୁଜ କରନ୍ତି ଏଆଇ ଭିଡିଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭିଡିଓ ଯାହାଥିରେ କି ସେ କୌଣସି ଗୋଟେ ଆପଣଙ୍କର ନ୍ୟୁଡ ଜିନିଷଟା ଦେଖେଇ ଦେଲେ ତାପରେ ସେ ସ୍କ୍ରିନ ରେକର୍ଡିଂ ଟାକୁ ରଖିଲେ ଆପଣଙ୍କୁ ସେଇଟାକୁ ଫସେଇବା ପାଇଁ ୟୁଜ କଲେ ତେଣୁ ଆପଣ ଅବଭିୟସଲି ଡରି ଯିବେ ଗୋଟେ ସୋସିଆଲ ଷ୍ଟିଗ୍ମାରେ ଇଏ ଆସିଯିବ ଯେ ନାଇଁ ମୁଁ ଆଉ କାହାକୁ କହିଲେ ବା ସମସ୍ତେ ଜାଣିଲେ ମୋର ରେସପେକ୍ଟ ଉପରେ ଆଞ୍ଚ ଆସିବ ତେଣୁ ଆପଣ ଫସିଯିବେ ଏବଂ ବ୍ଲାକ ପଇସା ଟଙ୍କା ଦେବେ ଦେବେ ଆରମ୍ଭ ସେମାନେ କରିବେ। ପଇସା ମାଗିବେ ଆପଣଙ୍କୁ କହିବେ ଆମେ ଡିଲିଟ କରିବାକୁ ଚାହୁଁଛନ୍ତି ଏଇଟା ଦିଅନ୍ତୁ ଏତିକି ପଇସା ଦିଅନ୍ତୁ ଯାହା କରନ୍ତୁ। ଆଚ୍ଛା ସଂକ୍ଷେପରେ କହିବେ ଗୋଟେ ପ୍ରଶ୍ନ ଯେ ଏବେ ରିସେଣ୍ଟଲି ଗୋଟେ ସର୍ଭେ ହେଇଥିଲା ସେ ସର୍ଭେରେ ବାହାରିଲା କି ପର୍ନ ସାଇଟ୍ସ ତାର ୟୁଜେବିଲିଟି ଧୀରେ ଧୀରେ ବଢୁଛି ଏବଂ ଯୋଉ ରେପ୍ ଘଟଣା ଆମ ଦେଶରେ ହଉଛି ତାର ମୂଳ କାରଣ ହଉଛି ଗୋଟେ ଲୋକ ଗୋଟେ ଯୁବକ ହାରାହାରି ସମୟ ଠାରୁ ବହୁତ ଅଧିକ ସମୟ ପର୍ନ ଦେଖୁଛି ଏବଂ ତା ମୁଣ୍ଡ ଖରାପ ହେଉଛି ଏବଂ ସେ କ୍ରାଇମ ଘଟଉଛି ପର୍ନ ଉପରେ କେତେ ରେଷ୍ଟ୍ରିକ୍ସନ ରହିବା ଦରକାର? ତ ପର୍ନ ତ ଏବେ ଭାରତରେ ଆମର ସୁପ୍ରିମକୋର୍ଟର ଗାଇଡଲାଇନ୍ସ ଅନୁସାରେ ବ୍ୟାନ୍ ଅଛି କିନ୍ତୁ ଲୋକମାନେ ଭିପିଏନ ଥ୍ରୁରେ ଟେଲିଗ୍ରାମ ର ବିଭିନ୍ନ ଗ୍ରୁପ ଥ୍ରୁରେ ବାହାର ଆପଣ ଜାଣିଛନ୍ତି କୌଣସି ଜିନିଷ ରେଷ୍ଟ୍ରିକ୍ଟ ହେଲେ ଆମ ଦେଶରେ ଲୋକ ତାର କିଛି ଅଲ୍ଟରନେଟିଭ ୱେଟା ବାହାର କିନ୍ତୁ କରିଦିଅନ୍ତି। କିଛି ସାଇଟ୍ ରେଷ୍ଟ୍ରିକ୍ସନ ହେଇଛି କିଛି ସାଇଟ୍ ହେଇନି ଏପର୍ଯ୍ୟନ୍ତ। କିଛି ସାଇଟ୍ ଯୋଉମାନେ ଅଲଗା ୱେରେ ତାକୁ ଫଙ୍କସନ କରୁଛନ୍ତି ପର୍ନ ବୋଲି କହିକି ତାକୁ ଫଙ୍କସନ କରୁନାହାନ୍ତି ଅଲଗା ୱେରେ ଫଙ୍କସନ କରୁଛନ୍ତି କିନ୍ତୁ ଆ ପଛର ମୂଳ କାରଣଟା କଣ ଯେତେବେଳେ ଲୋକ ସୋସିଆଲାଇଜ ନ ହେବେ ଲୋକ ଯେତେବେଳେ ଅନ୍ୟ ଲୋକଙ୍କ ସହିତ ମିଶିବେନି ଆଗରୁ ଯେମିତି ସନ୍ଧ୍ୟା ହେଲେ ଲୋକମାନେ ଯାଉଥିଲେ ମିଶୁଥିଲେ ସାଙ୍ଗସାଥି ଖେଳୁଥିଲେ ଭଲ ମନ୍ଦ କରୁଥିଲେ ସେତେବେଳେ କଣ ହଉଥିଲା ନା ସୋସିଆଲାଇଜ ହବା ଫଳରେ ତାଙ୍କୁ ଆଉ ସେମାନେ ଆଇସୋଲେଟ ହଉନଥିଲେ ଯାହା ଫଳରେ ତାଙ୍କ ମାଇଣ୍ଡ ଇଆଡକୁ ଯାଉନଥିଲା ଏବେ କିନ୍ତୁ ଯେତେ ଆଇସୋଲେଟ ହେଇଯାଉଛନ୍ତି ଲୋକ ଲୋକ ଗୋଟେ ରୁମ ଭିତରେ ରହି ଗେମ୍ ଖେଳିଲେ କେତେ ଗେମ୍ ଖେଳିବେ ଧୀରେ ଧୀରେ ତାଙ୍କୁ ଆପଣ ଯଦି ଦେଖିବେ ସୋସିଆଲ ମିଡିଆ ବା ୟୁଟ୍ୟୁବ ହେଲା ସେଥିରେ ସବୁ ବିଭିନ୍ନ ପ୍ରକାର ଖରାପ ଆଡ ଆସୁଛି ସେ ଆଡ ଗୁଡା ଛୋଟ ପିଲା ବି ଦେଖୁଛନ୍ତି ୟୁଜ ଛୋଟ ପିଲା କରୁଛନ୍ତି। ଦେଖୁଛନ୍ତି ବିଭିନ୍ନ ୟୁଥ ମାସ ଦେଖୁଛି ଯେ ସେଗୁଡା ଗୋଟେ ଆପଣଙ୍କ ମନରେ ଗୋଟେ କ୍ୟୁରିଓସିଟି ତିଆରି କରୁଛି ଏଇଟା କଣ ମୁଁ ଚେକ୍ କରିବି ଧୀରେ 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 ଆପଣ ସେ ଟ୍ରାପରେ ପଡିଯାଉଛନ୍ତି। ନାଇଁ ଯୋଉ ରାଇଟ ଟୁ ପ୍ରାଇଭେସି ନାଁରେ ସରକାର ଆଲାଉ କରୁଛନ୍ତି ଏଇ ଯୋଉ ସାଇଟ୍ସ ଗୁଡାକୁ ଓଟିଟି ସାଇଟ୍ସ ଗୁଡାକୁ ତ କେତେ ରେଷ୍ଟ୍ରିକ୍ସନ ଲାଗିବା ଦରକାର ବନ୍ଦ ହେବା ଉଚିତ ନା ନୁହଁ ଆପଣଙ୍କ ମତ କଣ? ବନ୍ଦ ହବା ଓଟିଟି କଥା ଯଦି କହୁଛନ୍ତି ଓଟିଟି ର ସବୁ କଣ୍ଟେଣ୍ଟ ତ ବନ୍ଦ ନୁହେଁ ତେଣୁ ସେମି ନ୍ୟୁଡ୍ କଣ୍ଟେଣ୍ଟ ସେମି ନ୍ୟୁଡ୍ କଣ୍ଟେଣ୍ଟ ଗୁଡା ରେଗୁଲେଟ ହବା କଥା ଏଜ ଗ୍ରୁପ କୋଉଟା ରେଷ୍ଟ୍ରିକ୍ସନ ହବା ହଁ କଥା। ଆଡଲ୍ଟ କେମିତି ଓନ୍ଲି ଆଡଲ୍ଟ ହିଁ ସେଟା କନଜ୍ୟୁମ କରିବେ କୌଣସି ଛୁଆ ହେଲା ବା କୌଣସି ୟୁଥ ମାସ ସେଠାରୁ କେମିତି ଦୂରେଇ ରହିବେ ଆଉ ତା ଦେହରେ ବି କିଛି ରେଷ୍ଟ୍ରିକ୍ସନ ରଖିବା ଦରକାର ନିଶ୍ଚୟ କେବଳ ଆପଣ ଲିବର୍ଟି ନେଇକି ଯେ ମୁଁ ଗୋଟେ ଆର୍ଟିଷ୍ଟିକ ଲିବର୍ଟି ନେଇକି ସବୁ କିଛି ଆପଣ କରିପାରିବେନି ଆମ କଲଚର ଅଲଗା ଆମକୁ ଆମ କଲଚର ସହିତ ବି ଟିକେ ଆଲାଇନ ହେଇକି ଚାଲିବାକୁ ଆମେ ପଡିବ ୱେଷ୍ଟର୍ଣ୍ଣ କଲଚରକୁ ଫଲୋ କରିକି ନଷ୍ଟ ୱେଷ୍ଟର୍ଣ୍ଣ କଲଚର ଦେଖନ୍ତୁ ୱେଷ୍ଟରେ ସବୁ ଜିନିଷକୁ ନେଇକି ଏତେ ସେନ୍ସିଟିଭ ନୁହନ୍ତି ସେମାନେ ଟିକେ ଓପନ ମାଇଣ୍ଡେଡ ସେମାନଙ୍କର ଲାଇଫଷ୍ଟାଇଲ ଅଲଗା ଆମ ଲାଇଫଷ୍ଟାଇଲ ଅଲଗା ୱେଷ୍ଟ ଗୋଟେ ଡିଫରେଣ୍ଟ ୱେରେ ଟ୍ରିଟ କରେ ସବୁ ଜିନିଷକୁ ଆଉ ଆମେ ଗୋଟେ ଡିଫରେଣ୍ଟ ୱେରେ ତେଣୁ ଆମକୁ ଆମର କଲଚର ସହିତ ଆଲାଇନ ହେବାକୁ ପଡିବ ନିଶ୍ଚୟ ଆଉ ଗଭର୍ଣ୍ଣମେଣ୍ଟକୁ ବି କିଛି ରେଷ୍ଟ୍ରିକ୍ସନ ଆଣିବାକୁ ପଡିବ ଯେମିତି ଫିଲ୍ମରେ କିଛି ସେନ୍ସରସିପ ରହୁଛି ସେମିତି ଓଟିଟି କଣ୍ଟେଣ୍ଟରେ ବା ସେଇ ଯୋଉ କହୁଛନ୍ତି ଆପଣ ସେମି ନ୍ୟୁଡ୍ କଣ୍ଟେଣ୍ଟ ଗୁଡା ଆସୁଛି ତା ଦେହରେ ବି କିଛି ସେନ୍ସରସିପ ରହିବା ଦରକାର କାରଣ ମାନେ ୟୁଟ୍ୟୁବରେ ବି ହଉ କି ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳତା ଯୋଉ ବଢୁଛି ତା ଦେହରେ ସେନ୍ସରସିପ ଅଛି। ନିହାତି ସେନ୍ସରସିପ ରହିବା ଦରକାର। ତେବେ ଅନ୍ତିମରେ ମୋର ପ୍ରଶ୍ନ ରହିବ ଯେ ଯୁବପିଢି ରିଲ୍ସ ନିଶା ଏବଂ ଇନଷ୍ଟାଗ୍ରାମ ନିଶା ସର୍ଟସ ନିଶାରେ ପଡୁଛନ୍ତି ଲକ୍ଷ ଲକ୍ଷ ଘଣ୍ଟା ଘଣ୍ଟା ସମୟ ବିତଉଛନ୍ତି ଏବଂ ସେଥିପାଇଁ ଡିପ୍ରେସନର ଶିକାର ହଉଛନ୍ତି ଆପଣ ଦେଖିଥିବେ ଯଦି ମୋବାଇଲ ତାଙ୍କ ହାତରୁ ଛଡେଇ ନିଆଯାଉଛି ସେମାନେ ସୁଇସାଇଡ ବି କରିଦଉଛନ୍ତି ଏହା ଉପରେ କେତେ ରୋକ ଲାଗିବା ଦରକାର ରିଲ୍ସ ଟ୍ରେଣ୍ଡ ଉପରେ? ଦେଖନ୍ତୁ ରୋକ ଲାଗିବା ତ ସହଜ ନୁହେଁ ଆପଣ ଯଦି ଦେଖିବେ ଏଇ ଜିନିଷଟି ଷ୍ଟାର୍ଟ ହେଇଛି ଟିକଟକ୍ ଠାରୁ ନିଶ୍ଚୟ ଟିକଟକ୍ କୁ ବ୍ୟାନ୍ କରାହେଇଗଲା କିନ୍ତୁ ସେ ଟିକଟକ୍ ର ତାକୁ ଚାଇନିଜ ଆପ୍ ହିସାବରେ ସେଟାକୁ ବ୍ୟାନ୍ କଲେ କିନ୍ତୁ ତାରି କନସେପ୍ଟରେ ତିଆରି ହେଲା ଆମର ରିଲ୍ସ ବା ସର୍ଟସ ଏସବୁ ନିହାତି ଆଧରେ କିଛି ଭଲ ଇନଫରମେସନ ବି ଅଛି କିଛି କ୍ରିଏଟିଭ ଇନଫରମେସନ ଅଛି କିନ୍ତୁ ବହୁତ ସାରା ଆପଣ ଦେଖିବେ ଯଦି ଗୋଟେ ଯେହେତୁ ଏଥିରେ ଗୋଟେ କମର୍ସିଆଲ ଆଙ୍ଗେଲ ରହୁଛି ପଇସା କିଛି କମେଇବାର ବାଟ ଅଛି ତ ଲୋକ ଧୀରେ ଧୀରେ କଣ କରୁଛନ୍ତି ନା ଜଣେ ଆଉ ଜଣଙ୍କୁ ଦେଖିକି ଏଥିରେ
ନ୍ୟୁଡିଟି ବି ବଢଉଛି। ନିଶ୍ଚୟ ମାନେ ସେ ଦେଖୁଛନ୍ତି କୋଉ କଣ୍ଟେଣ୍ଟ ଟା ବେଶୀ କନଜ୍ୟୁମ ହଉଛି। ତେଣୁ ଆ ଫଳରେ ନ୍ୟୁଡିଟି ବଢୁଛି, ନ୍ୟୁଡିଟି ବଢିବା ଦ୍ୱାରା କ୍ରାଇମ ବି ବଢୁଛି। ଅଧିକରୁ ଅଧିକ ଲୋକ ପଇସା କମେଇବା ବା କମର୍ସିଆଲ ବେନିଫିଟ ଟା ଦେଖି ଏଥିରେ ଯୋଡି ହେଇଯାଉଛନ୍ତି। ତେଣୁ ଏ ସବୁ ଗୋଟେ ନିହାତି ଗୋଟେ ବଡ ଚିନ୍ତାର କାରଣ। ଆଗକୁ କଣ ହବ ତ କହିବା କଷ୍ଟ, କିନ୍ତୁ ନିହାତି ଆ ଦେହରେ ବି ରେଷ୍ଟ୍ରିକସନ ରହିବା ଦରକାର। ଯେକୌଣସି କଣ୍ଟେଣ୍ଟ ଯଦି ନ୍ୟୁଡିଟି କୁ ବଢଉଛି, ଏଇରେ ବି ସେନ୍ସରସିପ ରହିବା ଦରକାର। ଆଉ ତାକୁ ବି ଗଭର୍ଣମେଣ୍ଟ କୁ ଆଖି ଆଗରେ ରଖିବାକୁ ପଡିବ ଯେ, କାରଣ ମୋବାଇଲ ଟା ଇଜିଲି ଆକ୍ସେସିବଲ, ଛୋଟ ପିଲା ବି ମୋବାଇଲ ଦେଖୁଛି। ତ ତାଠାରୁ କେମିତି ଏଇଟା ସେନ୍ସର ହେଇପାରିବ, କେମିତି ସେ ଖରାପ କଣ୍ଟେଣ୍ଟ କନଜ୍ୟୁମ ନ କରିବ, ବ୍ଲକ କରିଦିଆଯାଉ ସେ କଣ୍ଟେଣ୍ଟ ଗୁଡା। ଯେମିତି ଫୋନ ସାଇଟ କିଛି ବ୍ଲକ ହେଇଛି, ଆକ୍ଟିଭଲି ସେମିତି ଗୋଟେ ଡିପାର୍ଟମେଣ୍ଟ କାମ କରିବ ଭିଜିଲାଣ୍ଟ ହେଇକି, 24/7 ସେ ଭିଜିଲାଣ୍ଟ ରହିବ ଯେ କେମିତି ଖରାପ କଣ୍ଟେଣ୍ଟ ଇଣ୍ଟରନେଟରେ ରହିବ ନାହିଁ। ଖରାପ ରିଲ୍ସ ବା ନ୍ୟୁଡିଟି କେମିତି ଆଗକୁ ବେଶୀ ଯେମିତି ରିମୁଭ ଲୋକଙ୍କ ହେଇଯିବ ପାଖରେ ବାସ୍। ଲୋକଙ୍କ ପାଖରେ ନ ପହଞ୍ଚିବ। ବା ବେସିକାଲି ଯୋଉ ଚାଇଲ୍ଡ ପୋର୍ନୋଗ୍ରାଫି ବା ଛୋଟ ପିଲାର ରିଲେଟେଡ ଯାହା ବି କିଛି ଖରାପ ଜିନିଷ, ଯୋଉଟା ଆମେ ଗୁଗୁଲରେ ବି ଏବେ ସର୍ଚ୍ଚ କଲେ ଆପଣ କ୍ରାଇମ ସେଟା କନସିଡର କରାହଉଛି, ବଟ ଷ୍ଟିଲ ଇଣ୍ଟରନେଟରେ ହଜାର ହଜାର କଣ୍ଟେଣ୍ଟ ଆଭେଲେବଲ। ଏ ସବୁ ଜିନିଷକୁ କେମିତି ରେଷ୍ଟ୍ରିକ୍ଟ କରାହବ, ଆପଣଙ୍କ ଛୋଟ ପିଲା ଯେମିତି କୌଣସି ଖରାପ ଜିନିଷ କନଜ୍ୟୁମ ନ କରିବେ। ଆଉ ବେଶୀ ଏମ୍ଫାସିସ ଦିଆହବା ଦରକାର ଯେ ସୋସିଆଲାଇଜ କେମିତି ଲୋକ ହେବେ। ଲୋକ ଗୋଟେ ମୋବାଇଲ ଫୋନରେ କେବଳ ରେଷ୍ଟ୍ରିକ୍ଟ କରି ଗୋଟେ ଘର ଭିତରେ ବସିକି 24/7 ରହିବା ଦ୍ୱାରା ଏଇ ଯୋଉ କ୍ରିମିନାଲ ମାଇଣ୍ଡ ସେଟ ଡେଭଲପ ହଉଛି, ନିଶ୍ଚିତ ଆଇସୋଲେଟ ହେଇଯାଉଛନ୍ତି। ଆଇସୋଲେଟ ଫଳରେ ପର୍ନ ଦେଖୁଛନ୍ତି, ଅନ୍ୟାନ୍ୟ ଖରାପ ଜିନିଷ ଦେଖୁଛନ୍ତି, କ୍ରାଇମ ମେଣ୍ଟାଲିଟି ଡେଭଲପ ହଉଛି। ତ ନିଶ୍ଚୟ ସେଇ ଜିନିଷ ସମସ୍ତଙ୍କର ହଉନି, କିନ୍ତୁ ଅଧିକାଂଶ ଲୋକ କ୍ରାଇମ କରିବାର ରିଜନ ରହୁଛି ଆଇସୋଲେସନ। ଆଇସୋଲେସନ। ଆଇସୋଲେସନ, ଡିପ୍ରେସନ, କିଛି କେତେ ଜିନିଷର କାରଣ ଆପଣ ଦେଖୁଛନ୍ତି। ଧୀରେ ଧୀରେ ଲୋକ ଯୋଉ ଆଗରୁ ସୋସିଆଲାଇଜ ହଉଥିଲେ ବୋଲି, ପରସ୍ପର ସହିତ ମିଶୁଥିଲେ, କେତେ ଗୋଟେ ଡିଫରେଣ୍ଟ ଏନଭାରମେଣ୍ଟ ଥିଲା, ପଜିଟିଭ ଏନଭାରମେଣ୍ଟ। ନିଶ୍ଚୟ ଏବେ ଧୀରେ ଧୀରେ ଆଇସୋଲେସନ ହେଇଯାଉଛି। ଆପଣ ଯଦି 5ଟା ଲୋକ ଯାଉଛନ୍ତି, 5ଟା ଲୋକ 5ଟା ମୋବାଇଲରେ ସେ ଏନଗେଜ ମାନେ ହଉଛି। ସୋସିଆଲ ମିଡିଆରେ 5,000 ସାଙ୍ଗ ଥିବେ କିନ୍ତୁ ରିଅଲ ଲାଇଫରେ ରିଅଲ କେହି ଫ୍ରେଣ୍ଡ ଲାଇଫରେ ନାହିଁ। ଆପଣ ତ ବେସିକ ଜିନିଷ, ଆପଣ ସୋସିଆଲ ମିଡିଆରେ ବହୁତ ସାଙ୍ଗ, ବହୁତ ଲୋକ ଆପଣଙ୍କ ଫଟୋକୁ ଲାଇକ୍ କରୁଛନ୍ତି, ରିଅଲି ଆପଣ ପ୍ରୋବ୍ଲେମ ଫେସ କଲେ କିଏ କେତେ ଜଣ ଠିଆ ହେବେ ତାର କିଛି ଗ୍ୟାରେଣ୍ଟି ନାହିଁ। ନିଶ୍ଚିତ ଆପଣ ଯୋଉଟା କହିଲେ, ଦର୍ଶକ ବନ୍ଧୁ ଆପଣ ମାନେ ଶୁଣୁଥିଲେ ଯେ କଣ କଣ ରହୁଛି କାରଣ। ଡକ୍ଟର ପ୍ରଧାନ କହୁଥିଲେ ଯେ ସୋସିଆଲ ମିଡିଆ ଆମ ଜୀବନର ଗୋଟେ ପାର୍ଟ ହେଇସାରିଛି, କିନ୍ତୁ ରେଷ୍ଟ୍ରିକ୍ସନ ରହିବା ଦରକାର। ଆମେ ଲିମିଟେଡ ୱେରେ ଏହାକୁ ୟୁଜ କରିବା ଦରକାର। କଣ କରିବା ଦରକାର, କଣ ନ କରିବା ଦରକାର, ତାହା ମଧ୍ୟ ଜାଣିବା ଦରକାର। ତାହେଲେ ଯାଇ ଆମେ ସୁରକ୍ଷିତ ରହିପାରିବା ଆଉ ସେଫ ରହିପାରିବା। ସୋସିଆଲ ମିଡିଆରେ ହଉଥିବା କ୍ରାଇମ ବା ସାଇବର କ୍ରାଇମଠୁ ଆମେ ଯଦି ଦୂରରେ ରହିବାକୁ ମାନେ ଆମେ ଯଦି ସୁରକ୍ଷିତ ରହିବାକୁ ମାନେ ଚେଷ୍ଟା କରିବା, ତାହେଲେ ଏତିକି କୁହାଯାଇପାରେ ଯେ ଆମର ଆୱାରନେସ ଦରକାର। ଏଥିପାଇଁ ସଚେତନତା, ଜନଜାଗରଣ ଆହୁରି ବୃଦ୍ଧି ପାଇବା ଦରକାର, ସୋ ଦ୍ୟାଟ ଆମେ ଏଇ ସବୁ କ୍ରାଇମ ରୁ ବଞ୍ଚି ପାରିବା। ସେଥିପାଇଁ ଡକ୍ଟର ପ୍ରଧାନ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଆମ ଦର୍ଶକ ମାନଙ୍କୁ ବହୁତ ଆୱେର କଲେ ସାଇବର କ୍ରାଇମ ରିଲେଟେଡ। ଆଗାମୀ ଏପିସୋଡରେ ଆମେ ଅନ୍ୟ ଏକ ଅତିଥିଙ୍କ ସହିତ ଆସିବୁ ଆଉ ଏକ ନୂଆ ଅଧ୍ୟାୟ। ସେଥିପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ, ନମସ୍କାର।